ଦେଖନ୍ତୁ ଦ୍विତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରି ବଳଦେବ ଜୀଉ ବିଜେ ମହାପ୍ରଭୁଙ୍କର ଅନେକ ନିଆରା ପରମ୍ପରା ତ ରହିଛି। ସେଇ ମଧ୍ୟରେ ସବୁଠାରୁ ଗୋଟେ ବଡ଼ ପରମ୍ପରା ବା ନିଆରା ପରମ୍ପରା କୁହାଯାଏ ଏ ଯୋଉ ସ୍ନାନ ଯାତ୍ରାରେ ସମସ୍ତ ମହାପ୍ରଭୁ ବା ଚତୁର୍ଥା ମୂର୍ତ୍ତିଙ୍କୁ 108 ଗରା ସୁବାସିତ ଜଳରେ ତାଙ୍କର ସ୍ନାନ କରାଯାଏ। ଆଉ ସବୁଠାରୁ ବଡ଼ କଥା ହଉଛି ଇଏ ହଉଛି ସେଇ କୂଅ ଯୋଉ ଜଗନ୍ନାଥ ମନ୍ଦିର ପରିସରରେ ରହିଥିବା ବା ଦ୍ୱିତୀୟ ଶ୍ରୀକ୍ଷେତ୍ର ଯୋଉ ଜଗନ୍ନାଥଙ୍କ ମନ୍ଦିର ପରିସର ରହିଥିବା ଏ ହଉଛି ଐଶାନ୍ୟ କୋଣରେ ରହିଥିବା ଏ ହଉଛି କୂଅ। ଯୋଉ କୂଅରୁ କି ମାନେ ପାଣି ଉତ୍ତୋଳନ କରି ମହାପ୍ରଭୁଙ୍କୁ ସ୍ନାନ କରାଯାଇଥାଏ। ଆଉ ସବୁଠାରୁ ମାନେ ଆଉ ଗୋଟିଏ ଆଶ୍ଚର୍ଯ୍ୟର କଥା ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହଉଛି ଇଏ ଯୋଉ ଯୁବକ ଦେଖୁଛନ୍ତି ଇଏ ଯୁବକ ଜଣକ ସକାଳୁ ମାନେ ଭୋରରୁ ଆସି ବଡି ଭୋରରୁ ଆସି ମହାପ୍ରଭୁଙ୍କ ସେବା କରିଥାନ୍ତି। ବିଶେଷ କରି ଯୋଉ ସବୁ ମହାପ୍ରଭୁ ମାନେ 108 ଗରା ଲେଖାଏ ପାଣିରେ ସ୍ନାନ କରିଥାନ୍ତି ସେ ପାଣିକୁ ଏଇ କୂଅରୁ ସେ ଉତ୍ତୋଳନ କରିଥାନ୍ତି। ଯାହାର ଦୃଶ୍ୟ ମଧ୍ୟ ଆମେ ଦେଖିଛେ ଖୁବ ନିଆରା ସେ ଦୃଶ୍ୟ। ନିଜେ ଯୋଉଭଳି ଭାବରେ 108 ଗରା ଲେଖାଏ ପାଣି ଯୋଉ ଏଇ କୂଅରୁ ଉତ୍ତୋଳନ କରି ନିଜେ ମହାପ୍ରଭୁଙ୍କ ଯୋଉ ସ୍ନାନ ପାଇଁ ସେ ପାଣି ଏଠାରୁ ଉଠେଇଛନ୍ତି। ତେଣୁ ଆମେ ତାଙ୍କ ସହିତ ଆଲୋଚନା କରିବା ଯେ ଏ ଯୋଉ ମାନେ ଯେତେ ଯୋଉ 108 ଗରା ଲେଖା ମାନେ ଭାବି ପାରୁଥିବେ କେତେ ପରିଶ୍ରମ ଲାଗିଥିବ ଏବଂ କେତେ ସମୟ ଲାଗିଥିବ। ତେଣୁ ସିଏ ବଡି ଭୋରରୁ ଆସି କେବଳ ଏଇ କାମରେ ସେ ଲାଗିଥିଲେ ଏବଂ କେବଳ ସିଏ ନୁହନ୍ତି ତାଙ୍କର ପୂର୍ବପୁରୁଷ ମଧ୍ୟ ଏଇ କାମ କରି ଆସୁଥିବା ମଧ୍ୟ ଆମେ କିଛି ସମୟ ପୂର୍ବରୁ ଆଲୋଚନା କରୁଥିଲେ। କଣ କହିବେ ଆପଣଙ୍କ ନାମ ପରିଚୟଟା? ମୋ ନାମ ଯତୀନ ମହାଭୋଇ। ମୁଁ ଜଗନ୍ନାଥଙ୍କର ଗୌଡ଼ ସେବାୟକ। କଣ କହିବ ଏଇ ଯୋଉ ଆଜି ଆମେ ଦେଖିଲେ ଗୋଟେ ଆସିଲା ବେଳକୁ ଦେଖୁଥିଲେ ତମେ ପୁରା ଏଇ ଯୋଉ କୂଅରୁ ପାଣି ଟାଣି ଚାଲିଛ ପାଣି ଉତ୍ତୋଳନ କରୁଛ ମହାପ୍ରଭୁଙ୍କର ଯୋଉ 108 ଗରା ଲେଖା ଯୋଉ ପାଣିରେ ମହାପ୍ରଭୁ ମାନେ ସ୍ନାନ କରନ୍ତି ସେ ପାଣି କଣ ତୁମେ ଟୋଟାଲ ପାଣି ତୁମେ ହିଁ ଉତ୍ତୋଳନ କର ଏଇ କୂଅରୁ? ନାଇଁ ମିଶିକି ଉଠଉ। ତ ଜଗନ୍ନାଥଙ୍କୁ ଯେ ଗଧେଇବା ଯେ ଖୁସି, ସେ ଅନୁଭବ ଟା ବହୁତ ଖୁସି ଲାଗେ ଯେ ପାଣି ଟାଣିବାଟା। ତ ତାଙ୍କୁ ସୁବାସିତ ଶୁଦ୍ଧ ଇଏରୁ ପାଣି ଉଠେଇବାଟା ବହୁତ ମଜା ଲାଗେ। ତ ସେଇଟା କଷ୍ଟ ଲାଗେନି, ମାନେ ଖୁସି ଲାଗେ ଆମକୁ। ମାନେ ସେ ଯୋଉ କଷ୍ଟଟା ଖୁସିରେ ପରିଣତ ଖୁସିରେ ପରିଣତ ହେଇଯାଏ। ଜଣା ପଡେନି କେତେ ଜଣା ପଡେ ନାହିଁ ଯେ ଖୁସି ଲାଗେ ଯେ ଠାକୁର ଆମଠୁ ପାଣି ନେଇକି ମାନେ ଠାକୁରଙ୍କୁ ଆମେ ପାଣି ଦଉଛେ, ସେ ସ୍ନାନ କରୁଛନ୍ତି ଚତୁର୍ଥା ମୂର୍ତ୍ତି, ସେଟା ଖୁସି ଲାଗୁଛି ଆମକୁ। ଏଇ ଯୋଉ କୂଅରୁ ଯୋଉ ପାଣି ଯେତେବେଳେ ଉଠାଯାଏ ଇଏ କେତେ ବର୍ଷ ଧରିକି ମାନେ କରି ଆସୁଛ? ମୋ ଜେଜେ ମାନେ ମୋ ଜେଜେବାପା ଅମଳଠୁ, ତାପରେ ଜେଜେବାପାଠୁ ବାପା, ବାପା ପରେ ଏବେ ମୁଁ କରୁଛି ଆଉ। ଏମିତି ପିଢି ଚାଲିଛି, ଆମର ସେବା ଚାଲିଛି ଆଉ। ଠାକୁରଙ୍କର ସେବା କରିବା ପାଇଁ ଗୋଟେ ମାନେ ସୁଯୋଗ ମିଳିଛି ଏବଂ ଆପଣ ଆସିକି ଯୋଉଭଳି ଭାବରେ ଯୋଉ ଠାକୁରଙ୍କର ପୂଜା ପାଇଁ ପାଣି ଉତ୍ତୋଳନ କରୁଥିଲେ ଏଇ ଯୋଉ କୂଅରୁ। ତେବେ ଗୋଟେ ଜିନିଷ କହିବା ପାଇଁ ଗଲେ ଯୋଉ ଏଠାରେ ଯୋଉ ପରମ୍ପରା ରହିଛି ଆମର ଯୋଉ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ଯୋଉ ପରମ୍ପରା ରହିଛି ସେ ପରମ୍ପରାର ଆଉ ଗୋଟେ ବଡ ପରମ୍ପରା ବା ନିଆରା ପରମ୍ପରା ହଉଛି ଯୋଉ ଆମର ଯୋଉ ମହାପ୍ରଭୁ ମାନେ ଅଛନ୍ତି ସମସ୍ତେ 108 ଗରା ଲେଖାଏ ପାଣିରେ ସ୍ନାନ କରନ୍ତି। ତ ଏହା ପାଇଁ ଯୋଉ ମାନେ ପରିଶ୍ରମ ହୁଏ ବା ଯୋଉ ମାନେ ଯୋଉ ସକାଳଠୁ ବା ଭୋରରୁ ଆସିକି ତମେ ଯୋଉ ପରିଶ୍ରମ କରୁଛ କେତେବେଳୁ ଆସିଛ ଏବଂ କଣ ମାନେ ଭାବିକି ଆସିଥାଉ? ରାତି 3ରୁ ଆସିବା। ଆମେ ଗୋଟେ ଜାଣିଥାଉ ଯେ ମହାପ୍ରଭୁଙ୍କୁ ସେବା କରିବା, ସେଇଟାରେ ଗୋଟେ ଖୁସି ଲାଗେ ଯେ ଆଗ୍ରହରେ ଥାଏ ଆମେ ମହାପ୍ରଭୁ କେତେବେଳେ ଗାଧେଇବେ, କେତେବେଳେ ଆମେ ତାଙ୍କୁ ପାଣି ସୁବାସିତ ପାଣି ଆଣିକି ମାନେ ଟାଣିକି କୂଅରୁ ଦବା, ସେ ଗାଧେଇବେ, ସେ ଖୁସିଟା ଗୋଟେ ଅନୁଭବରେ ମାନେ କଷ୍ଟଟା ଇଏ ହେଇଯାଏ, ଲାଘ ହେଇଯାଏ। ନିଶ୍ଚିତ ଭାବରେ ଦେଖନ୍ତୁ ଆମେ ସିଧାସଳଖ ଆଲୋଚନା କରୁଥିଲେ ଯେ ଯୋଉଭଳି ଭାବରେ ସେ କହୁଥିଲେ କି ଯୋଉ 108 ଗରା ଲେଖାଏ ପାଣିରେ ଯେହେତୁ ଏଠାରେ ପ୍ରତି ଯୋଉ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ କରିଥାନ୍ତି ତେଣୁ ସେ ଯେତେବେଳେ ଇଏ ପାଣିକୁ ଏ କୂଅରୁ ଉତ୍ତୋଳନ କରନ୍ତି ସେତେବେଳେ ତାକୁ ଟୋଟାଲି ପରିଶ୍ରମର ଯୋଉ ପରିଶ୍ରମ ଲାଗେ ବା ଯୋଉ ଥକା ଲାଗେ ସେ ଟୋଟାଲି ଲାଗେନି। ଯେହେତୁ ସେ ଠାକୁରଙ୍କୁ ସ୍ମରଣ କରି ଏସବୁ କାମ କରିଥାନ୍ତି ତେଣୁ ତାଙ୍କର ଯୋଉ କଷ୍ଟ ମଧ୍ୟ ଲାଘବ ହେଇଯାଏ ବୋଲି ସେ ଆମକୁ ସୂଚନା ଦଉଥିଲେ। ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରୁ ଦଳଗୋବିନ୍ଦ ବାରିକ, କନକ ନ୍ୟୁଜ।